ଧର୍ମ ନୀତିରେ ଯେତେବେଳେ ପଡ଼ିବ ନା ତମ ଗର୍ବ ଅହଙ୍କାର ସେ ଭାର ମୂଲଟା ପୁରା ତୁଚ୍ଛ ଆକାରରେ ପରିଣତ ହୋଇଯିବ। ଯଦି ଅନ୍ୟକୁ କନ୍ଦେଇକି ତମେ ଭଗବାନଙ୍କ ଦରବାରରେ କାନ୍ଦିକି ନିଜକୁ ଠିକ୍ ପ୍ରମାଣିତ କରିବାକୁ ଚେଷ୍ଟା କରୁଛ ତାହେଲେ କରନି। କାହିଁକି ନା ରାବଣ ଭଳିଆ ଭକ୍ତ ଆଜି ପର୍ଯ୍ୟନ୍ତ ମହାଦେବଙ୍କର ବୋଧେ କେହି ବି ନାହାନ୍ତି ଯିଏ ତାର ପ୍ରତ୍ୟେକଟି କଥା କଥାରେ ତା 10ଟା ମୁଣ୍ଡକୁ ସମର୍ପଣ କରିଦେଉଥିଲା, ତାପରେ ବି ତା ବିନାଶ ହେଲା ବେଳେ ତାକୁ କେହି ବି ଅଟକେଇ ପାରିଲେନି। ତ ତମେ କେମିତି ଭାବୁଛ କି ଜଣକୁ କନ୍ଦେଇକିନା ଯଦି ଯାଇକି ଭଗବାନଙ୍କ ଦରବାରରେ ନିଜେ କାନ୍ଦିକି ଭୁଲ ମାଗି ଦେଉଛ ତମକୁ ସେ ଭୁଲର କ'ଣ କ୍ଷମା ମିଳିଯିବ? କଦାପି ମିଳିବନି। ସେଇଥିପାଇଁ ମୁଁ ସବୁବେଳେ କହିଛି, ପ୍ରତ୍ୟେକଟି ଭିଡ଼ିଓରେ ମୋର କହିଛି, ଭୁଲ କରିବା ଆଗରୁ 1000 ଥର ଭାବ, କାହିଁକିନା କର୍ମ ଏଠି କାହାକୁ ଛାଡ଼େନି। ओम त्रयंबकं यजामहे सुगंधिं पुष्टिवर्धनम् उर्वारुकमिव बन्धनात् मृत्युर्मुक्षीयमामृतात्।